ମିଳିବନି ସୁଭଦ୍ରା ଟଙ୍କା। ଏହିସବୁ ପ୍ରମାଣପତ୍ର ନଥିଲେ ଯୋଜନାରୁ ବାଦ୍ ପଡ଼ିବେ ମହିଳା। ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କୁ ମିଳିବ 50,000 ଟଙ୍କା। ସୁଭଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳାଙ୍କର ଆର୍ଥିକ ବିକାଶ ହୋଇପାରିବ। ମାଗଣାରେ ଘରେ ବସି ପାଇବେ ସୁଭଦ୍ରା ଟଙ୍କା। କିନ୍ତୁ ଏହିସବୁ ଟଙ୍କା ପାଇବାକୁ ହେଲେ କିଛିଟା ପ୍ରମାଣପତ୍ର ଥିବା ନିହାତି ଦରକାର। ଯଦି ପ୍ରମାଣପତ୍ର କି ଉପଯୁକ୍ତ ତଥ୍ୟ ନଥିବ, ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇପାରନ୍ତି ଆପଣ। ତେଣୁ ରାଜ୍ୟର ଏହି ଯୋଜନା ଲାଗୁ ହେବା ପୂର୍ବରୁ ଆପଣ ମଧ୍ୟ ଏହିସବୁ ଡକ୍ୟୁମେଣ୍ଟ ପାଖରେ ରଖି ନିଅନ୍ତୁ। ତେବେ ଆସନ୍ତୁ ଜାଣିବା କ'ଣ ଏହି ଡକ୍ୟୁମେଣ୍ଟ। ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟର ଉପଯୁକ୍ତ ହିତାଧିକାରୀ ମହିଳାମାନଙ୍କୁ ମିଳିବ 50,000 ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ ସଶକ୍ତ ହୋଇପାରିବେ, ତେବେ ଯାହାକୁ ସେମାନେ 2 ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ଆଗାମୀ 100 ଦିନ ମଧ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ପ୍ରତି ମହିଳାଙ୍କୁ 50,000 ଟଙ୍କା କ୍ୟାଶ୍ ଭାଉଚର ମିଳିବ। ତେବେ କେମିତି ପାଇବେ ମହିଳାମାନେ ସୁଭଦ୍ରା ଯୋଜନାର 50,000 ଭାଉଚର? ଏହି ଯୋଜନା କେବଳ ମହିଳାମାନଙ୍କୁ ସଶକ୍ତ କରିବାକୁ କରାଯାଉଛି। କେବଳ ବିବାହିତ ମହିଳା ଏହି ଯୋଜନାର ହକଦାର ହୋଇପାରିବେ। ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଘର ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ୍ ଫଟୋ, ଇନକମ୍ ସାର୍ଟିଫିକେଟ୍ ଏବଂ ରାସନ କାର୍ଡ଼ ଆଦି ଆବଶ୍ୟକ ରହିଛି। ଯଦି ଏହିସବୁ ତଥ୍ୟ ଆପଣଙ୍କ ପାଖରେ ନାହିଁ, ତାହେଲେ ଟଙ୍କା ମଧ୍ୟ ମିଳିପାରିବ ନାହିଁ। ଯୋଜନାର ଲାଭ ଉଠାଇବାକୁ ହେଲେ ସମୟ ପୂର୍ବରୁ ପ୍ରମାଣପତ୍ରକୁ ଠିକ୍ କରିବାକୁ ପଡ଼ିବ। ତେବେ ଏହି ଯୋଜନା କେବଳ ଓଡ଼ିଶାରେ ସ୍ଥାୟୀ ବାସିନ୍ଦାଙ୍କୁ ମିଳିବ। ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାର ଲାଭ ମିଳିପାରିବ। ତେବେ 23 ବର୍ଷ ବୟସରୁ 59 ବର୍ଷର ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ସେହିପରି ସରକାରୀ ଚାକିରି କରୁଥିବା ମହିଳା କୌଣସି ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଯୋଜନା ଆରମ୍ଭ ହେବାର କିଛି ଦିନ ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଜେପି ସରକାର ତରଫରୁ କୁହାଯାଇଛି।